ମୋ ନାଁ ସଞ୍ଜୟ କୁମାର ପଲାଇ, ଡିଷ୍ଟ୍ରିକ୍ଟ ବାଲେଶ୍ୱର, ନିର୍ବାଚନ ମଣ୍ଡଳୀ ମୋର ସୁର। ଆଜ୍ଞା ମିଡ଼ିଆ ଆଗରେ ଆପଣ ଦେଖିଥିବେ ଲକ୍ଷଣୀୟ ଡିଲ୍ ହେଉନି, କୋଟି କୋଟି ନେଇ ଘୋଡ଼ା ବେପାର ମୋର ପଇସାରେ ନାହିଁ। ରାଜ୍ୟସଭା ପାଇଁ ମୋର ଏଇ କୋଟି କୋଟି ଟଙ୍କା କଳା ଟଙ୍କା ମୋ ପାଖରେ ନାହିଁ, ମୋ ପଇସାରେ ନାହିଁ। ମାନେ ରାଜ୍ୟସଭା ନିର୍ବାଚନ କ'ଣ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି? କୋଟି କୋଟି ଆଜ୍ଞା ନିଏ, କୋଟି କୋଟି ଟଙ୍କା 10 କରୋଡ଼ 15 କରୋଡ଼ ପାଇଁ ତାଙ୍କ ପାଇଁ ଚାଲିଛି ଘୋଡ଼ା ବେପାର। କିଏ ନେଉଛନ୍ତି? ଏମଏଲଏ ମାନେ ନେଉଛନ୍ତି? ଏମଏଲଏ ମାନେ ନେଉଛନ୍ତି, ପ୍ରତିନିଧି ମାନେ ଭୋଟ ଦେଲେ ଏମଏଲଏ ମାନଙ୍କୁ, ଏମଏଲଏ ମାନେ ନେଉଛନ୍ତି। ପଇସା ଆପଣ- ଆପଣଙ୍କ ପାଇଁ ପଇସା ନାହିଁ? ମୋ ପାଖରେ ପଇସା ପତ୍ର ନାହିଁ, ଛୋଟ ବିଜନେସ୍ ଖଣ୍ଡେ କରିଛି ଭୁବନେଶ୍ୱରରେ, ଲୋକଙ୍କ ପାଇଁ ଜନସେବା କରିବି, ମୋ ପାଖରେ ଏତେ ପଇସା ନାହିଁ। ମାନେ ପଇସା ଥିଲେ ଯଦି ଥାନ୍ତା କ'ଣ ଆପଣ ତାହେଲେ ଲଗେଇଥାନ୍ତେ? ନା ମୋ ପାଖରେ ପଇସା, ସେଇ ପଇସା ମୁଁ ଜନସେବା କରିବା ପାଇଁ ଲଗେଇଥାନ୍ତି, ଏ ଘୋଡ଼ା ବେପାର କରିବା ପାଇଁ କୋଟି କୋଟି ଟଙ୍କା ମୁଁ ଦେବାର ନାହିଁ। ତାହେଲେ ଆପଣ ଘୋଡ଼ା ବେପାରକୁ ପସନ୍ଦ କରୁନାହାନ୍ତି? ମୋ ଘୋଡ଼ା ଉପରେ ମୁଁ ଆଦୌ ପସନ୍ଦ କରିନି, କୋଟି କୋଟି ଟଙ୍କା ମୋ ପାଖରେ ନାହିଁ, ଯେ ମୋର ପଇସାରେ ନାହିଁ। ତାହେଲେ ଆପଣ ଯଦି ସେମିତି ସାଧାରଣ ଭାବେ ଆପଣଙ୍କୁ ବିଧାୟକ ସମର୍ଥନ ଦେଇଥାନ୍ତେ ତାହେଲେ ଆପଣ ପ୍ରାର୍ଥୀପତ୍ର ଦାଖଲ କରିଥାନ୍ତେ? ମୋତେ ସାଧାରଣ ପ୍ରାର୍ଥୀ କରିଥିଲେ ନିଶ୍ଚୟ ପ୍ରାର୍ଥୀ ହେଇଥାନ୍ତି। ତାହେଲେ ଆପଣ କ'ଣ କାହା ସହ ଯୋଗାଯୋଗ କରିଥିଲେ? ସବୁ ସାଙ୍ଗରେ ଯୋଗାଯୋଗ କରିଥିଲି, କିନ୍ତୁ ଲାଷ୍ଟ ମୁହୂର୍ତ୍ତରେ ଲାଷ୍ଟ ମୁହୂର୍ତ୍ତରେ ମୋତେ ମନା କରିଥିଲେ। ମୋତେ ଟଙ୍କା ମାଗୁଥିଲେ, ମୋତେ ପାଖରେ ଏତେ ଟଙ୍କା ପତ୍ର ନାହିଁ, ମାଗୁଥିଲେ ଟଙ୍କା ମୋତେ। ଆପଣ ମନା କରିଦେଲେ? ମୁଁ ମନା କରିଥିଲି, ମୋତେ ନାହିଁ, ମୁଁ ସେ ଜନସେବା କରିବି, ଓଡ଼ିଶା ପାଇଁ ଜନସେବା କରିବି। ଆଉ ରାଜ୍ୟସଭାକୁ ନାମକରଣ କେବେ ଦାଖଲ କରିବି ନାହିଁ। କ'ଣ ସବୁ ଜନସେବା କରିଛନ୍ତି? ମୁଁ ଗାଁରେ ଗୋଟେ ହନୁମାନ ମନ୍ଦିର କରିଛି, ପ୍ରତିବର୍ଷ ବାରଣୀରେ ଅନ୍ନଛତ୍ର ମୁଁ ଦିଏ, ଘର ରୂପଖଣ୍ଡ ଆମ ଘରେ, ମୁଁ ଅନ୍ନଛତ୍ର ପ୍ରତିବର୍ଷ ବାରଣୀରେ ଦିଏ। ଆଚ୍ଛା ଭୁବନେଶ୍ୱର ଆପଣ ଗୋଟେ ବ୍ୟବସାୟ ଅଛି, ବ୍ୟବସାୟ ଯେଉଁ ଲାଭ କ୍ଷତି ହେଉଛି, ଏତେ ଲାଭ ହେଉଛି, ତାହେଲେ ରାଜ୍ୟସଭା କିଛି ଖର୍ଚ୍ଚ କରିଥାନ୍ତି କ'ଣ? ନା ମୁଁ ଜନସେବା କରୁଛି, ଅନ୍ଧମୁଖ ପିଲାମାନଙ୍କୁ ସବୁ ପାଠ ପଢ଼ାଉଛି, ତାଙ୍କ ପାଇଁ ଖର୍ଚ୍ଚ ମୁଁ କରୁଛି। ତାହେଲେ ଆପଣଙ୍କୁ ଧୋକା ଦେଲେ ବିଧାୟକ ମାନେ ଯେ ହଁ ହଁ କହିଥିଲେ, ମୋତେ ସବୁ ବହୁତ ଧୋକା ଦେଲେ ବିଧାୟକ ମାନେ। ସେଇଥିପାଇଁ ଆପଣ ଆଉ ରାଜ୍ୟସଭା ପ୍ରାର୍ଥୀ ନା ମୋ ସେଥିପାଇଁ ଆଉ ଇଚ୍ଛା ନାହିଁ, କୋଟି କୋଟି ଟଙ୍କା ମୋ ପାଖରେ ନାହିଁ, କୋଟି କୋଟି ଟଙ୍କା ଘୋଡ଼ା ବେପାର ମୋ କରିବାରେ ନାହିଁ, ମୋତେ ସେ ଜାଗାକୁ ଯିବାରେ ନାହିଁ।